ପୁଣି ଦେଖିବା ସେ ଗୀତର ତୃତୀୟ ବାର୍ତ୍ତା। ବେହେରା ଭାଇ ଆଉ ନାହିଁ ଗାଈକି ଚରାଇବା ପାଇଁ, ବିଦେଶକୁ ଗଲା ଆନନ୍ଦ ଭୈଣ ରୋଜଗାର କରି ଚଳିବା ପାଇଁ। ଶିଳ ଘୋରଣା ତ ଗୋଟିଏ ନାହିଁ ଗ୍ରାଇଣ୍ଡରେ କାମ ଚଳଇ, ସେଥିରେ ଯବା କିଏ ସେ ବାଟିବ, ବାଟି ବାଟି ହାତ ବିନ୍ଧା ହୁଅଇ। ଶିଳରେ ଯେ ମସଲା ବାଟ ସ୍ୱାଦ ତାର ଚାଖରେ ଚାଖ, ଲକ୍ଷେ ଗ୍ରାଇଣ୍ଡର ବାଟିଲେ ରେ ଭାଇ ଶିଳ ବଟା ଭଳି ସ୍ୱାଦ କି ଦେଖ। ଆଧୁନିକ ଯୁଗ ତ ହେଲା ଅଥାର ହାଣ୍ଡି ପିଠା ଗଲା, ଇଟିଲି ଛାଞ୍ଚରେ ଇଟିଲି ହେଉଛି, ଏଣ୍ଡୁରି ପିଠା ତ ହଜିଣ ଗଲା। ବେହେରା ଭାଇ ଆଉ ନାହିଁ, ତାର ପେଟ ଭୁଲିଲାନି, ସେ ହେଲା ବିଦେଶକୁ ରୋଜଗାର କରିବାକୁ। ଠିକ୍ ଅଛି, ଯାଉ, କିଛି ଅସୁବିଧା ନାହିଁ। ଶିଳ ଘୋରଣା ଯେଉଁ ସେତେବେଳେ ଥିଲା ଆମର ପୂର୍ବ ଯୁଗରେ, ସେସବୁ ବର୍ତ୍ତମାନ ଘରେ ପଡ଼ିଛି, ମୁହଁ ମାଡ଼ିକି ତଳେ ପଡ଼ିଛି। ଶିଳ ଘୋରଣା କାର୍ଯ୍ୟରେ ଲାଗୁନି। ଗ୍ରାଇଣ୍ଡର ସମସ୍ତଙ୍କ ଘରେ, ଚାଳ ଘରେ ଗ୍ରାଇଣ୍ଡର, ଛାତ ଘରେ ବି ଗ୍ରାଇଣ୍ଡର, ମାଳ ଗ୍ରାଇଣ୍ଡର। ତେଣୁକରି ଯଦି ଶିଳରେ ମସଲା ବାଟିବ ତା ସ୍ୱାଦ ବର୍ତ୍ତମାନ ଗ୍ରାଇଣ୍ଡରରେ ହେବ ନାହିଁ। ଯେତେ ଯାହା କହିଲେ ହେବନି। ଲକ୍ଷେ ଗ୍ରାଇଣ୍ଡର ବାଟିଲେ କ'ଣ ହେବ? ଶିଳ ସ୍ୱାଦ ଆସିବ ନାହିଁ। ଆଧୁନିକ ଯୁଗ ହୋଇଗଲା। ଅଥାର ହାଣ୍ଡି ଯେଉଁ ଧାନ ଉଁଷା ହାଣ୍ଡି, ସେତେବେଳେ ମାଟି ହାଣ୍ଡି, ଏଡ଼ିକି ହାଣ୍ଡି, ପିଠା ବସୁଥିଲା, ପାଣି ଦିଆହେଉଥିଲା, ତା ଦେହରେ ଛଣ ପଡ଼ୁଥିଲା, ତା ଦେହରେ କାଠି ଖଞ୍ଜା ହେଉଥିଲା, ତାଳ ଭୋଗେଇ, ଗିନା, ତାପରେ ଆମର ରହିଲା ଡାଲା, ଏସବୁ ଜିନିଷରେ ବର୍ତ୍ତମାନକୁ ପିଠା ଥୁଆ ହେଉଥିଲା। ତା ଉପରେ ଗୋଟେ କନା ବନ୍ଧା ହେଉଥିଲା, ଅଥାର ହାଣ୍ଡି, ତାପରେ ଗୋଟେ ପିଠା ହେଉଥିଲା, ହଳଦୀ ପତ୍ର ଦିଆହେଉଥିଲା, ପତ୍ର ପିଠା, ସେସବୁ ଆଉ କେହି ଦେଖିବାକୁ ପାଇବେନି। କେବଳ ଇଟିଲି ଛାଞ୍ଚରେ ଏଡ଼ିକି ପିଠା, ଟିକେ ପୁର, ସେ ହେଲା ସାର। ତେଣୁକରି ଏଇଭଳିଆ ସମୟ ସବୁ ଚାଲିଛି। ଆଉ କ'ଣ କରିବା, ଆମେ ତାକୁ କିଛି ରୋକିପାରିବା ନା, ଯାହା ଚାଲିଛି ତାହା ହିଁ ହେବ। ଫେର ଦେଖିବା ପରବର୍ତ୍ତୀ ଗୀତ।